ନମସ୍କାର। ଗପ ଅମୃତରେ ଆପଣମାନଙ୍କୁ ସ୍ୱାଗତ। ଆଜି କହିବି ବିକ୍ରମ ବେତାଳ କଥାର ଷଷ୍ଠ ଗଳ୍ପ ପ୍ରେମର ପରାକାଷ୍ଠା। ଆସନ୍ତୁ ଶୁଣିବା। ରାଜାଙ୍କ କାନ୍ଧରେ ଥିବା ଶବସ୍ଥିତ ବେତାଳ କହିଉଠିଲା, ରାଜନ୍, ତୁମର ଅସମ୍ଭବ ପରିଶ୍ରମ ଦେଖି ବିଚଳିତ ଲାଗୁଛି। ତୁମେ ଏତେ କଷ୍ଟ କରି ମଧ୍ୟ ପ୍ରତିଥର ଅସଫଳ ହେଉଛ। ଉଦାହରଣ ସ୍ୱରୂପ ମୁଁ ତୁମକୁ ଚନ୍ଦନର କାହାଣୀ ଶୁଣାଉଛି, ମନ ଦେଇ ଶୁଣ। ଏହା କହି ବେତାଳ ଗପିବାରେ ଲାଗିଲା। ଶ୍ୱେତାସ୍ୟ ନାମକ ଜଣେ ଗନ୍ଧର୍ବ ରାଜା ପାଖରେ ଭାଗ୍ୟନାଥ କାମ କରୁଥିଲା। ସୁପ୍ରିୟା ନାମକ ଜଣେ ଅପ୍ସରାକୁ ସେ ପ୍ରେମ କରି ବସିଲା। ସୁପ୍ରିୟା ତାକୁ ହସ୍ତିଦନ୍ତରେ ନିର୍ମିତ ଏକ ପେଟିକା ଦେଇ କହିଲା, ଶ୍ୱେତାସ୍ୟଙ୍କ କୋଷାଗାରରୁ ମୂଲ୍ୟବାନ ପ୍ରସ୍ତରରେ ଏହି ପେଟିକା ପୂର୍ଣ୍ଣ କରି ମୋତେ ଆଣି ଦେଲେ ମୁଁ ତୁମକୁ ବିବାହ କରିବି। ଭାଗ୍ୟନାଥ ଶ୍ୱେତାସ୍ୟଙ୍କୁ ଏହା ଜଣାଇଲା। ସେ କିଛି ସମୟ ଚିନ୍ତା କଲା ପରେ କହିଲେ, ମୁଁ ମୋ କୋଷାଗାରର ମୂଲ୍ୟବାନ ପ୍ରସ୍ତର ତୁମ ଉପରକୁ ନିକ୍ଷେପ କରିବି। ତୁମେ ଯେତୋଟି ପ୍ରସ୍ତର ମାଡ଼ ସହ୍ୟ କରିପାରିବ ସେତିକି ପ୍ରସ୍ତର ତୁମର ହୋଇଯିବ। ଭାଗ୍ୟନାଥ ସର୍ତ୍ତରେ ରାଜି ହେଲେ, ମାତ୍ର ପ୍ରଥମ ପ୍ରସ୍ତରର ପ୍ରହାର ସହ୍ୟ କରିପାରିଲେ ନାହିଁ। ଯନ୍ତ୍ରଣାରେ ଚିତ୍କାର କରି ପ୍ରସ୍ତର ନିକ୍ଷେପ ନ କରିବାକୁ ଅନୁରୋଧ କଲେ। ଏହା ଦେଖି ଶ୍ୱେତାସ୍ୟ ହସି ହସି କହିଲେ, ଯେ କୌଣସି ପରିସ୍ଥିତିରେ ମୁଁ ମୋ ସମ୍ପଦ କାହାକୁ ଦେବି ନାହିଁ। ଯଦି ତୁମେ ପ୍ରେମ ପ୍ରକୃତରେ ସତ୍ୟ ହୋଇଥାନ୍ତା ମୁଁ ତୁମକୁ ଅବଶ୍ୟ ସାହାଯ୍ୟ କରିଥାନ୍ତି। ଆପଣ ମୋତେ ପ୍ରତାରିତ କଲେ। ମୋର ପ୍ରେମର ପରୀକ୍ଷା ନେବା ପାଇଁ ଏହା ସଠିକ୍ ଉପାୟ ନୁହେଁ। ସେହି ପଥର ମାଡ଼ରେ ଯାହା ଯନ୍ତ୍ରଣା ହେଉଛି କୌଣସି ପ୍ରେମିକ ମଧ୍ୟ ତାହା ସହ୍ୟ କରିପାରିବ ନାହିଁ। ଭାଗ୍ୟନାଥ ଯନ୍ତ୍ରଣା କାତର ସ୍ୱରରେ କହିଲା। ଶ୍ୱେତାସ୍ୟ କ୍ରୋଧିତ ହେଲେ। ସେ ତୁରନ୍ତ କହି ପକାଇଲେ, ଭୁଲ ତୁମର, ଅଥଚ ତୁମେ ମୋତେ ପ୍ରତାରକ କହୁଛ। ମୁଁ ମୂଲ୍ୟବାନ ପ୍ରସ୍ତର ଭର୍ତ୍ତି କରି ତୁମକୁ ଏହି ପେଟିକା ଦେବି ସେତେବେଳେ ଯାଏଁ ଏହା ତୁମ ପାଖରୁ କୌଣସି ପ୍ରକୃତ ପ୍ରେମୀ ପାଖକୁ ନ ଯାଇଛି। ସେତେବେଳେ ଜାଣ ତୁମର ଏହି ଲୋକରେ ସ୍ଥାନ ନାହିଁ। ଏପରି କହି ସେ ଭାଗ୍ୟନାଥକୁ ଅଭିଶାପ ଦେଲେ। ଭାଗ୍ୟନାଥ ଶ୍ୱେତାସ୍ୟଙ୍କ ପାଦତଳେ ପଡ଼ି ବିନତି କଲା, ମୁଁ ଏହି ଅଭିଶାପ ସହ୍ୟ କରି ପାରିବି ନାହିଁ। ମୋତେ ବିମୁକ୍ତିର ମାର୍ଗ ଦେଖାଅ। ଶ୍ୱେତାସ୍ୟଙ୍କର ତା ଉପରେ ଦୟା ଆସିଲା। ସେ ତାକୁ କହିଲେ, ପୃଥିବୀ ଲୋକ ହେଉଛି ପ୍ରେମମୟ। ସେଠାକୁ ଗଲେ ତୁମକୁ ଏପରି ମହାନ ପ୍ରେମୀ ମିଳିବେ ଯିଏ ତୁମକୁ ଅଭିଶାପରୁ ମୁକ୍ତ କରିପାରିବେ। ଭାଗ୍ୟନାଥ ପେଟିକା ସହିତ ଭୂଲୋକ ଆସିଲେ। ବୈରାଗୀ ବେଶ ଧାରଣ କରି ପ୍ରକୃତ ପ୍ରେମୀଙ୍କ ସନ୍ଧାନରେ ଲାଗି ପଡ଼ିଲେ। ସେ ଅନେକ ଦିନ ଧରି ଘୂରି ବୁଲିଲେ। ଦିନେ ସେ କନକପୁର ଚନ୍ଦନର ପ୍ରେମ କାହାଣୀ ବିଷୟରେ ଶୁଣିବାକୁ ପାଇଲେ। ଚନ୍ଦନ କୃଷକ ରାମଙ୍କର କନିଷ୍ଠ ସନ୍ତାନ। ରାମ ପ୍ରତିଦିନ ସକାଳୁ କ୍ଷେତକୁ ଚାଲିଯାଆନ୍ତି। ତାର ପିତାମାତା, ପତ୍ନୀ ସମସ୍ତେ କିଛି ନା କିଛି କାମରେ ଲାଗିଥାନ୍ତି। ବଡ଼ ପୁତ୍ର ବୀର ଗ୍ରାମରେ ଏକ କିରାନୀ ଦୋକାନ ଖୋଲିଥାଏ। ପରିବାରର ସମସ୍ତେ ଉପଯୋଗୀ କାମ କରୁଥିଲେ, ମାତ୍ର କନିଷ୍ଠ ପୁତ୍ର ଚନ୍ଦନ ଆଳସ୍ୟରେ ସମୟ ବିତାଏ। ସହରରେ ବାସ କରୁଥିବା ବିଶାଳ ନାମକ ଜଣେ ସମ୍ପନ୍ନ ବ୍ୟକ୍ତି ନିଜ ପୁତ୍ରୀ ମଲ୍ଲିକାକୁ ବୀର ସହିତ ବିବାହ ଦେବାକୁ ଇଚ୍ଛା ପ୍ରକାଶ କଲେ। ତାଙ୍କ ଆମନ୍ତ୍ରଣ କ୍ରମେ ରାମଙ୍କ ପରିବାର ସହର ଗଲେ। ବୀର ମଲ୍ଲିକାକୁ ପସନ୍ଦ କଲେ। ବିବାହର ମୁହୂର୍ତ୍ତ ସ୍ଥିର ହୋଇଗଲା। ଏହି ସମୟରେ ଚନ୍ଦନ ମଲ୍ଲିକାର ଭଉଣୀ ମନୋହରୀକୁ ଦେଖିଲା। ଚନ୍ଦନ ତାକୁ ପସନ୍ଦ କଲା, କିନ୍ତୁ ମନୋହରୀ ଯେତେବେଳେ ଜାଣିଲା ଯେ ଚନ୍ଦନ ପକ୍କା ଅଳସୁଆ, ସେ ତାକୁ ମୁହଁ ଟେକି ଚାହିଁଲା ମଧ୍ୟ ନାହିଁ। ଚନ୍ଦନ କିନ୍ତୁ ସ୍ଥିର କଲା ସେ ଯେ କୌଣସି ପରିସ୍ଥିତିରେ ମନୋହରୀକୁ ବିବାହ କରିବ। ଦିନେ ଏକାନ୍ତରେ ସେ ମନୋହରୀକୁ ଭେଟି କହିଲା, ମୁଁ ତୁମକୁ ବିବାହ କରିବାକୁ ଚାହେଁ, ତୁମେ ଏଥିରେ ରାଜି? ମନୋହରୀ ତୁରନ୍ତ କହିଲା, ଯଦି ତୁମେ ମୋ ପାଇଁ ଏକ ନୂତନ ଘର କିଣିଦେବ ତେବେ ମୁଁ ଅବଶ୍ୟ ବିବାହ କରିବି। ଠିକ୍ ଅଛି, ମୁଁ ନୂତନ ଘର କିଣିଦେବି, କିନ୍ତୁ ସେତେବେଳେ ଯାଏଁ ତୁମେ ଅନ୍ୟ କେଉଁଠାରେ ବିବାହ କରିବ ନାହିଁ। ଚନ୍ଦନ ସର୍ତ୍ତ ରଖିଲା। ନୂତନ ଘର କିଣିବାରେ କେତେ ସମୟ ଲାଗିବ ତାହା ପରିଷ୍କାର ଭାବେ ଜଣାଇ ଦିଅ, ମନୋହରୀ ଦାବି କଲା। ଚନ୍ଦନ ଭାବିଚିନ୍ତି କହିଲା, ତୁମେ ଏଠାରେ ଥାଅ, ମୁଁ ମୋର ବଡ଼ ଭାଇଙ୍କଠାରୁ ବୁଝି ଆସି କହିବି।
ମୋ ପାଇଁ ଘର କିଣିବାକୁ କ'ଣ ତୁମ ଭାଇଙ୍କ ଠାରୁ ଅନୁମତି ଆଣିବାକୁ ପଡ଼ିବ? ମନୋହରି ପଚାରିଲା। ଅନୁମତି କଥା ନୁହେଁ, ସେଥିପାଇଁ ଧନରାଶିର ଦରକାର ଅଛି କି ନାହିଁ, ଏପରି କଦାପି ହୋଇପାରିବ ନାହିଁ। ମୋ ପାଇଁ ତୁମକୁ ପରିଶ୍ରମ କରି ଧନ ରୋଜଗାର କରି ଘର କିଣିବାକୁ ପଡ଼ିବ, ମନୋହରି କହିଲା। ଚନ୍ଦନ ବଡ଼ ସମସ୍ୟାରେ ପଡ଼ିଗଲା। ସେ ନୀରବ ରହିଗଲା। ମାତ୍ର ଭାଇଙ୍କ ବିବାହ ପରେ ସେ ତାର ମନର କଥା ଭାଉଜଙ୍କୁ ଜଣାଇଲା। ଚନ୍ଦନର କଥା ଶୁଣି ମଲ୍ଲିକା ଚକିତ ହୋଇଗଲା। ସେ ଜାଣିଥିଲା ଯେ 3-4 ଜଣ ସମ୍ପନ୍ନ ଯୁବକଙ୍କଠାରୁ ମନୋହରି ପାଇଁ ବିବାହ ପ୍ରସ୍ତାବ ଆସିଥିଲା, ମାତ୍ର ସେ କାହାକୁ ବି ପସନ୍ଦ କରିନଥିଲା। ମଲ୍ଲିକା ଚନ୍ଦନକୁ କହିଲା, ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ମନୋହରି ଧନ ପାଇଁ ପାଗଳ ନୁହେଁ। ତୁମକୁ ଘର କିଣିଦେବାକୁ କହିବାର ଅର୍ଥ ହେଉଛି ସେ ତୁମକୁ ପସନ୍ଦ କରେ। ମୋ ଭଉଣୀକୁ ବିବାହ କରିବାକୁ ଚାହୁଁଥିଲେ ତୁମକୁ ପରିଶ୍ରମ କରି ଧନ ଅର୍ଜନ କରିବାକୁ ପଡ଼ିବ। ଏହା ବ୍ୟତୀତ ଭିନ୍ନ ରାସ୍ତା ନାହିଁ। ଏବେ ଚନ୍ଦନ ସ୍ଥିର କଲା ଯେ ସେ ଧନ ଅର୍ଜନ କରିବ, ନୂତନ ଘର କିଣି ମନୋହରିକୁ ଉପହାର ଦେବ। ତେବେ ଧନ ଅର୍ଜନର ମାର୍ଗ ତାକୁ ଜଣା ନଥିଲା। ଏହି ସମୟରେ ଗନ୍ଧର୍ବ ଭାଗ୍ୟନାଥ ବୈରାଗୀ ବେଶରେ ତା ପାଖରେ ପହଞ୍ଚିଲେ। ସେ ତାଙ୍କ ଘରେ ଭୋଜନ କଲେ ଓ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କଲେ। ଚନ୍ଦନ ତାଙ୍କୁ ନିଜ ସମସ୍ୟା ଜଣାଇଲା। ବୈରାଗୀ ତାକୁ ସ୍ନେହଭରା ଦୃଷ୍ଟିରେ ଚାହିଁ କହିଲେ, ବାଃ, ତୁମେ ପ୍ରକୃତରେ ଜଣେ ପ୍ରେମିକ। ମୋ ସହିତ ଚାଲ, 3ଟି କଷ୍ଟକର କାମ ବତାଇବି। ତାହା କରିପାରିଲେ ଦିନକରେ ତୁମେ କୋଟିପତି ହୋଇପାରିବ। ଚନ୍ଦନ ବୈରାଗୀଙ୍କ ପଛେ ପଛେ ଗଲା। ଗ୍ରାମ ବାହାରେ ଥିବା ପାହାଡ଼ିଆ ଗୁମ୍ଫାରେ ଦୁହେଁ ପ୍ରବେଶ କଲେ। ଭିତର ଅନ୍ଧକାର ଥିଲା। ବୈରାଗୀ ଚନ୍ଦନକୁ କହିଲେ, ଏଠାରେ ପଦ୍ମାସନ ଲଗେଇ ବସିପଡ଼, ହନୁମାନଙ୍କ ନାମ ଜପ କର। ସାରାଦିନ ଜମା ନ ଶୋଇ ଏପରି ବିତାଇ ଦିଅ। ମୁଁ ଆସିଲେ ତୁମକୁ ଡାକିବି, ତାପରେ କ'ଣ କରିବାକୁ ହେବ ଜଣାଇବି। ଚନ୍ଦନ ତୁରନ୍ତ ନାମ ଜପ ଆରମ୍ଭ କଲା। ସେହି ସମୟରେ ଏକ ବିରାଟ ବିକଟ ଅଟ୍ଟହାସ୍ୟ ଶୁଣାଗଲା। କେହି ତାକୁ ଜୋରରେ ପିଟିବା ପରି ଶୁଣାଗଲା। ତଥାପି ଚନ୍ଦନ ପଦ୍ମାସନ ଲଗାଇ ବସିଥାଏ। ତାପରେ ପରଦିନ ବୈରାଗୀ ଭିତରକୁ ଆସି ତାକୁ ଆଖି ଫିଟାଇବାକୁ କହିଲେ। ଚନ୍ଦନ ଆଖି ଖୋଲିବା ମାତ୍ରେ ଗୁମ୍ଫା ଆଲୋକିତ ହୋଇଗଲା। ବୈରାଗୀ ତାକୁ ପ୍ରଶଂସା କରି କହିଲେ, ସାବାସ୍ ଚନ୍ଦନ, ସମ୍ମୁଖର କାନ୍ଥରେ ରାକ୍ଷସର ଯେଉଁ ଚିତ୍ର ଲାଗିଛି ତାହା ପାଖକୁ ଯାଅ। ସେହି ଛବି ତୁମକୁ ଯାହା କହିବ ତାହା କରିବ। ରାକ୍ଷସର ଚିତ୍ର ବଡ଼ ଭୟଙ୍କର ଥିଲା। ମାତ୍ର ଚନ୍ଦନ ଯେତେବେଳେ ନିର୍ଭୟ ଚିତ୍ତରେ ତା ପାଖକୁ ଗଲା, ସେହି ଚିତ୍ର ଜୋରରେ ହସି କହିଲା, ତୁମ ଡାହାଣ ହାତ ମୋ ପାଟିରେ ରଖ। ଚନ୍ଦନ ନିଃସଙ୍କୋଚରେ ଚିତ୍ର ପାଟି ପାଖରେ ହାତ ରଖିବାରୁ ଚିତ୍ର ପାଟି ବନ୍ଦ କରିଦେଲା। ଚନ୍ଦନର ମନେ ହେଲା, ଇଏ ଯେପରି ତା ହାତକୁ ଚୋବାଉଛି। ତାକୁ ବହୁତ କଷ୍ଟ ହେଉଥାଏ, ତଥାପି ସେ ସବୁ ସହି ଯାଉଥାଏ। କିଛି ସମୟ ପରେ ଚିତ୍ର ମୁହଁ ଖୋଲି କହିଲା, ମୋ ପେଟରେ ଏକ ଚାବି ଅଛି, ତୁମେ ତାକୁ ମୋ ନାଭି ପାଖରେ ରଖିଦିଅ। ଚନ୍ଦନ ଚାବି କାଢ଼ି ସେପରି କଲା। ତୁରନ୍ତ ଗୁମ୍ଫାର କାନ୍ଥ ଜୋରରେ ଶବ୍ଦ କରି 2 ଭାଗରେ ବିଭକ୍ତ ହୋଇଗଲା। ବୈରାଗୀ ଓ ଚନ୍ଦନ ଦୁହେଁ ଭିତରକୁ ଗଲେ। ସେଠାରେ ଏକ ଲୁହା ପେଟି ଥିଲା। ବୈରାଗୀ ଚନ୍ଦନକୁ କହିଲେ, ଏହି ପେଟିରେ କୋଟି କୋଟି ଟଙ୍କାର ହୀରା, ନୀଳା, ରତ୍ନ ଅଛି। ତୁମେ ଏହାର ଘୋଡ଼ଣି କାଢ଼ି ତୁମେ ଯାହାକୁ ବେଶୀ ଭଲ ପାଅ ତାର ନାମରେ ଶପଥ କରିବ। ନିଜ ହାତ ମୁଠା କରି ପୂରା ବଳ ଲଗାଇ ପେଟିକୁ ଜୋରରେ ପିଟି ଫିଟାଅ। ଏଥିରେ ତୁମର ଆଙ୍ଗୁଳି ଫାଟି ଯାଇପାରେ, ରକ୍ତ ଝରିପାରେ, ତଥାପି ତୁମେ ପଛକୁ ହଟିବ ନାହିଁ। ଚନ୍ଦନ ମନୋହରି ନାମରେ ଶପଥ କରି ମୁଠିରେ ପେଟିକୁ ଆଘାତ କଲା, ମାତ୍ର ଘୋଡ଼ଣି ସହଜରେ ଫିଟିଲା ନାହିଁ। ଚନ୍ଦନ ଏଥିରେ ନିରାଶ ନ ହୋଇ ଆଘାତ କରି ଚାଲିଲା। ଆଙ୍ଗୁଳିରେ କ୍ଷତ ହୋଇ ପ୍ରବଳ ରକ୍ତ ଝରିଲା। ରକ୍ତ ଦେଖି ସେ ଚେତା ହରାଇ ବସିଲା। ସେହି କ୍ଷଣି ପେଟିର ଢାଙ୍କୁଣୀ ଖୋଲିଗଲା। ବୈରାଗୀ ଭାଗ୍ୟନାଥର ରୂପ ଧାରଣ କଲେ। ଚନ୍ଦନକୁ ସ୍ପର୍ଶ କରିବା ମାତ୍ରେ ସେ ଚେତା ଫେରି ପାଇଲା। ଭାଗ୍ୟନାଥ ନିଜ କାହାଣୀ ଶୁଣାଇ କହିଲେ, ପୁତ୍ର, ତୁମର ପ୍ରେମର ପରାକାଷ୍ଠାରୁ ମୋତେ ମୁକ୍ତି ମିଳିଲା। ପ୍ରତିଫଳ ସ୍ୱରୂପ ଏହି ପେଟିରେ ଯାହା କିଛି ସମ୍ପଦ ଅଛି ମୁଁ ତୁମକୁ ଦେଉଛି। ତାଙ୍କ କାହାଣୀ ଶୁଣି ଚନ୍ଦନ ବିସ୍ମିତ ହେଲା। ତାପରେ ସେ ପେଟି ଭିତରକୁ ଚାହିଁଲା। ସେଥିରେ ହୀରା ନୀଳା ବଦଳରେ ଫୁତ୍କାର ଛାଡୁଥିବା ସାପ ଦେଖିବାକୁ ପାଇଲା। ସେ ଭାଗ୍ୟନାଥଙ୍କୁ ଏହା କହିବାରୁ ସେ କହିଲେ, ପେଟିର ଘୋଡ଼ଣି ଖୋଲିବାରେ ତୁମେ ସମର୍ଥ ହେଲ। ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ଯେ ତୁମେ ଜଣେ ମହାନ ପ୍ରେମିକ। କିନ୍ତୁ ମନେ ହେଉଛି ତୁମେ କାହା ପାଖରେ ଋଣୀ। ସେଥିପାଇଁ ତୁମେ ସମ୍ପଦ ଦେଖିପାରୁନାହଁ। ତୁରନ୍ତ ତୁମେ ଘରକୁ ଯାଇ ତୁମ ପରିବାର ସଦସ୍ୟଙ୍କୁ ନେଇ ଆସ।
କିଛି ସମୟ ପରେ ଚନ୍ଦନ ସହିତ ତାର ପରିବାରବର୍ଗ ଆସି ପହଞ୍ଚିଲେ, କିନ୍ତୁ ସେମାନେ କେହି ଚନ୍ଦନର ଋଣ ସମ୍ପର୍କରେ କହିପାରିଲେ ନାହିଁ। ଭାଗ୍ୟନାଥ ସେମାନଙ୍କୁ କହିଲେ, ଆପଣମାନେ ଜଣ ଜଣ କରି ପେଟି ଭିତରକୁ ଦେଖନ୍ତୁ। ଆପଣଙ୍କ ଭିତରେ ଚନ୍ଦନଠାରୁ ବଡ଼ ପ୍ରେମିକ ଥିଲେ ତାକୁ ଏହି ସମ୍ପଦ ଦେଖାଯିବ। ଜଣ ଜଣ କରି ପେଟି ଭିତରକୁ ଦେଖିଲେ। ସମସ୍ତଙ୍କୁ ସେଇ ଫୁତ୍କାର ଛାଡୁଥିବା ସାପ ଦିଶିଲା। ଶେଷରେ ବୀର ଯେତେବେଳେ ଭିତରକୁ ଚାହିଁଲା, ହୀରା, ନୀଳା, ସୁନା ଦେଖିବାକୁ ପାଇଲା। ଭାଗ୍ୟନାଥ ବୀରକୁ ପ୍ରଶଂସା କରି କହିଲେ, ତୁମର ପରିବାର ଏକ ଆଦର୍ଶ ପରିବାର। ଏଇ ସମ୍ପଦ ତୁମ ସମସ୍ତଙ୍କର। ଏପରି କହି ଭାଗ୍ୟନାଥ ଅଦୃଶ୍ୟ ହୋଇଗଲେ। ବେତାଳ କାହାଣୀ ଶୁଣାଇବା ପରେ ବିକ୍ରମାର୍କଙ୍କୁ ପଚାରିଲା, ରାଜନ୍, ଚନ୍ଦନ ମନୋହରୀକୁ କେତେ ଭଲ ପାଉଥିଲା ଏହା ଜାଣିବା ପରେ ମଧ୍ୟ ଭାଗ୍ୟନାଥ ସେମାନଙ୍କର କଠୋର ପରୀକ୍ଷା ନେଲେ। ଚନ୍ଦନ ସେଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା, ଏଥିରେ ତେଳେ ମାତ୍ର ସନ୍ଦେହ ନାହିଁ। ଏହାପରେ ପେଟିରେ ଫୁତ୍କାର ଛାଡୁଥିବା ସାପ ଦେଖାଗଲା ଓ ବୀରକୁ କୋଟି କୋଟି ଟଙ୍କାର ସମ୍ପତ୍ତି ଦେଖାଇବା ଅସଙ୍ଗତ ମନେ ହେଉନାହିଁ କି? ଗନ୍ଧର୍ବ ମାୟାଜାଲର ପ୍ରୟୋଗ କରିନାହାନ୍ତି କି? ମୋର ଏହି ସନ୍ଦେହର ସମାଧାନ ଜାଣି ସୁଦ୍ଧା ନୀରବ ରହିଲେ ତୁମର ମସ୍ତକ ଶତଧା ବିଦୀର୍ଣ୍ଣ ହେବ। ବିକ୍ରମାର୍କ କହିଲେ, ଯାହା ସବୁ ଘଟିଲା ସେଥିରେ ଅସଙ୍ଗତି କିମ୍ବା ଅସାମଞ୍ଜସ୍ୟତା ନାହିଁ। ଯାହାକୁ ପ୍ରେମ କରାଯାଏ ତା ପାଇଁ ପ୍ରାଣ ମଧ୍ୟ ତ୍ୟାଗ କରିବାକୁ ପ୍ରସ୍ତୁତ ଥିବା ପ୍ରେମୀକୁ ଉତ୍ତମ, ଶ୍ରେଷ୍ଠ କୁହାଯାଏ। ପରିବାରର ଦାୟିତ୍ୱ ଯିଏ ନିଷ୍ଠାର ସହିତ ବହନ କରେ ତାର ପ୍ରେମଭାବ ଏମାନଙ୍କଠାରୁ ମଧ୍ୟ ଉନ୍ନତ ଓ ଶ୍ରେଷ୍ଠତମ। ଏହି କାରଣରୁ ପେଟି ଭିତରେ ଥିବା ସମ୍ପଦ କେବଳ ବୀରକୁ ଦେଖାଗଲା। ଏଥିରୁ ତୁମେ ବୁଝିପାରିଲ ତ ବୀର ଜଣେ ଭଲ ଗୃହସ୍ଥ ଓ ପ୍ରେମିକ ମଧ୍ୟ। ଆମେ ଯେତେବେଳେ ଘର ସଂସାର କରୁ ସେତେବେଳେ ଆମର ଭଲ ପାଇବା ଏକରୁ ଅନେକ ହୁଏ, ଫଳରେ ଏକ ବିରାଟ ଭଲ ପାଇବା ରୂପ ନିଏ। ସେହି ପ୍ରେମ ହିଁ ବିଶ୍ୱପ୍ରେମ। ଏପରି ରାଜାଙ୍କର ମନଭଙ୍ଗ କରିବାରେ ସଫଳ ହୋଇ ଶବ ଓ ଶବସ୍ଥିତ ବେତାଳ ଅଦୃଶ୍ୟ ହୋଇଯାଇ ପୁନଶ୍ଚ ବୃକ୍ଷଡାଳରେ ଝୁଲି ପଡ଼ିଲା। ବନ୍ଧୁଗଣ, ଏ ଥିଲା ବିକ୍ରମ ବେତାଳ କଥାର ଗଳ୍ପ ପ୍ରେମର ପରାକାଷ୍ଠା। ଆଶା କରେ ଆପଣମାନଙ୍କୁ ନିଶ୍ଚିନ୍ତ ଭାବରେ ଭଲ ଲାଗିଥିବ। ଏଭଳି ଆସିବି ଆଉ ଗୋଟିଏ ଗଳ୍ପ ଆଣି ଆପଣମାନଙ୍କ ପାଖକୁ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଧନ୍ୟବାଦ।